नमस्कार, जय जगन्नाथ खांटी ओडिया इन ऑस्ट्रेलिया चैनल को बहुत बहुत स्वागत। आज चलନ୍ତୁ ଦେଖି ନେବା ଘର ପାଖ ଲାଇବ୍ରେରୀ କଣ ସୁବିଧା ସବୁ ଅଛି। ଡୁଡୁ ତାର ଫ୍ରିରେ ତାର ବହି ଆଣିକି ସେଠି ତାର ପଢାପଢି କରୁଛି। କେତେ ଦିନ ପର୍ଯ୍ୟନ୍ତ ବୁକ୍ ଆଣିପାରିବେ, କଣ ସୁବିଧା ଅଛି, କେତେ ଇଜିଲି ଆପଣ ଆଣିପାରିବେ ସେ ବିଷୟରେ ଜାଣିବା। ଏଇଠି ଏଣ୍ଟ୍ରି କଲେ ଏଠି ସବୁ ବସିକିରି ଆପଣ ୱାଇଫାଇ ସବୁ ଅଛି, ଏଠି ପଢାପଢି କରିପାରିବେ, ଫ୍ରି ୱାଇଫାଇ ପାଇପାରିବେ, ବସିକିରି ଆପଣ ଲାପଟପ୍ ଫାପଟପ୍ ଚଲେଇ ପାରିବେ। ଏଠି ବୁକ୍ ଫେରେଇବାର ଅଛି, ଏଠି ଫେରେଇବା ପାଇଁ ଏଠି ଅଛି। ଏଠି ବାକି ଏଠି ପଢିବା ପାଇଁ ସବୁ ସୁବିଧା ଅଛି। ବିଭିନ୍ନ ପ୍ରକାର ବୁକ୍ ଆପଣ ପାଇପାରିବେ, ବହୁତ ବଡ଼ ଲାଇବ୍ରେରୀ ଅଛି। ଏଠି ତାଙ୍କ ଲାଇବ୍ରେରୀ ଷ୍ଟାଫ୍ ଆପଣ ଏଠି ସବୁ ସୋଫା ଫୋଫା ସବୁ ପଡ଼ିଛି, ବହୁତ ଆରାମସେ ଆପଣ ବସିକିରି ଆରାମସେ ଆପଣ ଟାଇମ୍ ସ୍ପେଣ୍ଡ କରିକି ଆପଣ ପଢିପାରିବେ। ଭଲ ଲାଗେ, ବହୁତ କାମ୍ ଲାଗେ। ବେଳେ ବେଳେ ମୁଁ ଆସେ ବସେ ଏଇଠି। ଏଠି ଆଗରେ ଗୋଟେ ଛୋଟ ପିଲାଙ୍କ ପାଇଁ ବି ସେମାନେ ରଖିଛନ୍ତି। ଗୋଟେ ତାଙ୍କର ପୁରା ସ୍କ୍ରିନ୍ ଫ୍ରିନ୍ ସବୁ ଲାଗିଛି, ଡିଜିଟାଲ ସେମାନେ କରି ଖେଳି ପାରିବେ। ତାଙ୍କ ଖେଳନା ସବୁ ସେଠି ରଖିଛନ୍ତି, ବହି ସବୁ ରଖିଛନ୍ତି। ତ ବହି ଏଠି ଯଦି କଷ୍ଟ ରହୁଛି, ଆପଣ ମାନେ ଆସିକିରି ବି ଛୋଟ ପିଲା ଯଦି ରହୁଛି ଆପଣ ଏଠୁ ଫ୍ରିରେ ନେଇପାରିବେ। ବାସ୍ ବହି ଯଦି ଡ୍ୟାମେଜ ନ ହବା ଦରକାର। ଯେକୌଣସି ବୁକ୍ ଚାହିଁବେ ଆପଣ ବୁକ୍ ନେଇପାରିବେ ଏଠୁ। ଛୋଟ ପିଲାଙ୍କର ରାଇମ୍ସ ବୁକ୍ କତୁ ଆରମ୍ଭ କରି କାର୍ଟୁନ ବୁକ୍ କତୁ ଆରମ୍ଭ କରି ବହୁତ ବଢିଆ ବଢିଆ ବୁକ୍ ସବୁ। ଡୁଡୁ ତାର ଏଇଠି ବସିକିରି ଡୁଡୁ ତାର ବସିକି ତା ବହିଟାକୁ ସିଏ ତାର ଆସିବ, ଗୋଟେ ଦିଟା ବହି ସେ କହିବ ମୁଁ ନେବି, ତ ପୁଣି ସପ୍ତାହ ପରେ ଫେରେଇବ। ସେ ପଢୁ ନ ପଢୁ ତାର ଆସିକି ନବ, ସବୁ ସପ୍ତାହରେ ଦିଟା ତିନିଟା ବୁକ୍ ତାର ନବ। ମ୍ୟାଡାମ ତାଙ୍କର ଏଠି ବହିଟା ଦେଖୁଛନ୍ତି, ପାଠ ପଢିବାରେ କିଛି ନାହିଁ, ଖାଲି ଦେଖି ଦେଖିକିରି ସେ ନେବେ, ପୁଣି ଆଣି ତାଙ୍କୁ ଥୋଇବେ। ମତେ ଖାଲି ଏଠି ଏକ୍ସଟେଣ୍ଡ କରିବାର ଅଛି ବାସ୍। ମୋବାଇଲ ଆପ୍ ଥ୍ରୁରେ ଆପଣ ଏଟାକୁ ନେଲେ ସବୁ ଏକ୍ସଟେଣ୍ଡ କରିପାରିବେ। 3 ଥର ଆପଣ ଏକ୍ସଟେଣ୍ଡ କରିପାରିବେ। ମୋଷ୍ଟଲି ଗୋଟେ ଥର ନେଲେ 3 ୱିକ୍ ପର୍ଯ୍ୟନ୍ତ ରହିବ, 3 ୱିକ୍ ପର୍ଯ୍ୟନ୍ତ, ତାପରେ ପୁଣି ଏକ୍ସଟେଣ୍ଡ କରିପାରିବେ। ଯଦି କିଏ ରିଜର୍ଭ କଲା ବୁକ୍, ସେ ବୁକ୍ ଅନଲାଇନରେ, ତାହେଲେ ଆପଣଙ୍କୁ ଆସି ଫେରିବାକୁ ପଡିବ, ନୋଟିଫିକେସନ ଆସିବ। ଚାଲନ୍ତୁ ମୁଁ ଆପଣଙ୍କୁ ଦେଖେଇଦେବି ଏଇଠି କେମିତି କଣ ବୁକ୍ ବି କରିବେ, କେମିତି ନେବେ ସେଇଟା ବି ଦେଖେଇଦେବି। କେମିତି ସର୍ଚ୍ଚ କରିବେ କୋଉ କୋଉ ବୁକ୍ ସବୁ ଅଛି। ଏଠି ଆପଣ ଏଠି ଡାଇରେକ୍ଟ ଯାଇକିରି ଏଠି ଦେଖିପାରିବେ ସବୁ ର୍ୟାକରେ। ନାଇଁ ତ ଏଇଠି ଦେଖନ୍ତୁ, ଏଇଟା ଗୋଟେ ଅଛି, ଏଇଠି ଆପଣ ଦେଖିପାରିବେ ଡିସପ୍ଲେରେ। ଏଠି କଣ ସବୁ ଅଛି ଚାଲନ୍ତୁ ଦେଖିବା ଟିକେ ସର୍ଚ୍ଚ କରିକିରି। ଏଠି ଦେଖନ୍ତୁ ମୁଁ ସର୍ଚ୍ଚ ବକ୍ସରେ ମାରିଲି ଏଠି। ମୁଁ ଏଇଠୁ ଗୋଟେ ନେଇଥିଲି ଗୌର ଗୋପାଳ ଦାସର ବୁକ୍ ଗୋଟେ ନେଇଥିଲି, ବିବେକାନନ୍ଦର ଗୋଟେ ବୁକ୍ ନେଇଥିଲି। ଆପଣ ମହାଭାରତ ରାମାୟଣ ଯଦି ଆଭେଲେବୁଲ ଥିବ ଏଇଠି ସେ ଦେଖେଇଦବ କଣ କଣ ଆଭେଲେବୁଲ ଅଛି। ନହେଲେ ଆପଣ ପ୍ରି ବୁକ୍ କରିକି ରଖିବେ ଆଡଭାନ୍ସ, ଯଦି ଆଭେଲେବୁଲ ନାହିଁ କିଏ ନେଇଯାଇଛି। ତ ମୋଷ୍ଟଲି ରିଲିଜିୟସ୍ ବୁକ୍ ବି ଏଠି ଅଷ୍ଟ୍ରେଲିଆରେ, ଏଥିରେ ପୁରା ଇଣ୍ଡିଆ ଭଳିଆ ସବୁ ଜିନିଷ ନଥିବ, ବଟ୍ ତାଙ୍କ ହିସାବରେ ଯୋଉ ନୋବେଲ କି ବାକି ଯୋଉ ବୁକ୍ ଗୁଡାକ ରହୁଛି, କିଛି କିଛି ବୁକ୍ ଏଠି ବି ମିଳିଯିବ। ମହାଭାରତ ହଉ, ରାମାୟଣ ହଉ, କୃଷ୍ଣଙ୍କ କଥା ହଉ, କିଛି କିଛି ଜିନିଷ ଏଠି ମିଳିଯିବ। ମୁଁ ଲାଷ୍ଟ ୱିକରେ ନେଇଥିଲି, ପାଇଥିଲି। ତ ଏଠି ମିଳିଯିବ ଆପଣ ମାନଙ୍କୁ। ତ ଏଇଠି ଆପଣ ସର୍ଚ୍ଚ କରିବେ, ତ ସର୍ଚ୍ଚ କଲା ପରେ ତାପରେ ସେ ବୁକ୍ ଟା ଆପଣ ଜାଣିପାରିବେ କି ଏଟା ଆଭେଲେବୁଲ ଅଛି କି ନ ଅଛି। ସେଟା ଆଭେଲେବୁଲ ଥିବ ଆପଣ ଯାଇ ର୍ୟାକରୁ ଡାଇରେକ୍ଟ ନେଇଯିବେ, ନହେଲେ ବୁକ୍ କରିକିରି ଆପଣ ପ୍ରି ବୁକ୍ କରିପାରିବେ। ତ ସେଇ ଅନୁସାରେ ରିକ୍ୱେଷ୍ଟ ସେମାନେ ଆଉ କିଏ ନେଇଥିଲେ ସେମାନେ ରିକ୍ୱେଷ୍ଟ ପୁଣି ପଠେଇକିରି ଏଟାକୁ ଆଡଜଷ୍ଟ କରିଦେବେ। ୟା ଭିତରେ ଡୁଡୁ ତାର ଗୋଟେ ଯୋଉ ରାଇମ୍ସ ବୁକ୍ ଧରିଥିଲା, ତାକୁ ନବ ବୋଲି ଜିଦି କଲା। ମୁଁ କହିଲି ହଉ ଚାଲ ଠିକ ଅଛି, ପଇସା ତ ଦବାର ନାହିଁ, ନବାର ଅଛି ଖାଲି ଏଠି ନିଜେ ନିଜେ ନବାର ଅଛି, କାହାକୁ କିଛି କହିବାର ନାହିଁ। ସେ ଗୋଟେ କାର୍ଡ ବନେଇବାର ଅଛି, ମେମ୍ବରସିପ କାର୍ଡ ଫ୍ରି, ସବୁ କିଛି ପଇସା ଦବାର ନାହିଁ। ମେମ୍ବରସିପ କାର୍ଡ ବନେଇଲା ପରେ ଏଠି ଆପଣ ଡାଇରେକ୍ଟ ଆସିକି ସ୍ୱାଇପ କରି ଆପଣ ଦେଖିପାରୁଥିବେ। ଡାଇରେକ୍ଟ ମୁଁ ସ୍ୱାଇପ କଲି, ତ ସ୍ୱାଇପ କଲା ପରେ ଆପଣ ବୁକ୍ ଟାକୁ ବି ସ୍କାନ କରିଦେବେ। ସ୍କାନ କଲେ ସେ ଅଟୋମେଟିକ ଦେଖେଇଦବ, ତ ବୁକ୍ ଟା ଆପଣଙ୍କର ସେ କାର୍ଡ ରେ ଆପଣଙ୍କର ରେଜିଷ୍ଟର ହେଇଯିବ। ସେ ବୁକ୍ ରେ ଆପଣଙ୍କର ଲୋନ୍ ହେଇଯିବ, ଦେଖେଇବ ଆପଣଙ୍କ ମୋବାଇଲ ଆପ ରେ ବି ଲୋନ୍ ବୋଲିକି ଦେଖେଇବ କି ଏତିକି ଲୋନ୍, ତାର ଡ୍ୟୁ ଡେଟ୍ ବି ଦେଖେଇଦବ। ଏଇଟା ଦେଖନ୍ତୁ, ଏଇଟା ସେ ମେମ୍ବରସିପ କାର୍ଡ ଟା। ମେମ୍ବରସିପ କାର୍ଡ ଟା ସ୍ୱାଇପ କରିଦେଲେ ଏବେ ଦେଖେଇଦବ। ମୁଁ ଏବେ ଗୋଟେ ନେଲି, ତ ସିଏ ଏବେ ଗୋଟେ ମତେ ଦେଖେଇଦବ। ଯେହେତୁ ମୁଁ ସାଙ୍ଗେ ସାଙ୍ଗେ ନେଲି, ତ ସେଇଟା ରିଫ୍ରେଶ ହେଇନି, ତ କିଛି ପ୍ରୋବ୍ଲେମ ଦେଖଉଛି। ବଟ୍ ଏମିତି ନାହିଁ, ତ ସେଇଟା ସେ ବୁକ୍ ହେଲା ପରେ ସେ ଆପଣଙ୍କ ନାଁରେ ବୁକ୍ ରେଜିଷ୍ଟର ହେଇଯିବ। ଭିଡ଼ିଓ ଯଦି ଭଲ ଲାଗିଲା ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଚ୍ୟାନେଲରେ ନୂଆ ଯଦି ସବସ୍କ୍ରାଇବ କରନ୍ତୁ। ରହିଲି, ଜୟ ଜଗନ୍ନାଥ।